এই ରାକ୍ଷୀ ପୂର୍ଣ୍ଣମୀରେ ଆସିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବାବଦର ଆଉ 5,000 ଟଙ୍କା। ହେଲେ ଏହି ହିତାଧିକାରୀ ଟଙ୍କା ପାଇବେ ନାହିଁ। ତେବେ କ'ଣ ପାଇଁ ପାଇବେନି, କ'ଣ କରିବାକୁ ପଡ଼ିବ? ଆସନ୍ତୁ ଭିଡିଓରେ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ଯଦି ଆପଣ ବି ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ହୋଇଥିବେ, ଏ ଭିଡିଓ ବଡ଼ ଗୁରୁତ୍ୱପୂର୍ଣ୍ଣ। କାହିଁକି ନା ସୁଭଦ୍ରାର ପଞ୍ଚମ କିସ୍ତି ବାବଦର 5,000 ଟଙ୍କା ଆସିବାକୁ ଯାଉଛି। ତା ପୂର୍ବରୁ ଜାରି ହେଲା ଏକ ନୂଆ ଅପଡେଟ୍। ଜାଣିବା ପୂର୍ବରୁ ଭିଡିଓ ଗୋଟେ ଲାଇକ୍ କରିବେ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ 25 ଜୁଲାଇ ସୁଦ୍ଧା ଯେଉଁ ଆବେଦନକାରୀ ଗୁଡ଼ିକର ନାମ ଜିଲ୍ଲା ସ୍ତରରୁ ଚୂଡ଼ାନ୍ତ ତାଲିକାରେ ଆସିଥିବ, ସେହି ଯୋଗ୍ୟ ହିତାଧିକାରୀମାନେ ମଧ୍ୟ ଏହି ପର୍ଯ୍ୟାୟରେ ଆର୍ଥିକ ସହାୟତା ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ 25 ଜୁଲାଇ ସୁଦ୍ଧା ଜିଲ୍ଲା ସ୍ତରରୁ ଯେଉଁ ନାମଗୁଡ଼ିକ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପହଞ୍ଚିଥିବ, ସେହି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିଧାସଳଖ ଟଙ୍କା ପଠାଯିବ। ଏହା ଫଳରେ ଅପେକ୍ଷାରେ ଥିବା ଅନେକ ମହିଳା ଉପକୃତ ହେବେ। ତେବେ ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ମହିଳା କଲ୍ୟାଣ ଯୋଜନା। ଏହା ମାଧ୍ୟମରେ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହା ସେମାନଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳତାକୁ ବୃଦ୍ଧି କରିବାରେ ସହାୟକ ହେଉଛି। ତେବେ ଏହି ଯୋଜନାରେ ଯୋଗ୍ୟ ମହିଳାଙ୍କୁ ପ୍ରତିବର୍ଷ 5,000 ଟଙ୍କା ଲେଖାଏଁ 2ଟି କିସ୍ତିରେ ମୋଟ 10,000 ଟଙ୍କା ପ୍ରଦାନ କରାଯାଉଛି। ତେବେ ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷାବନ୍ଧନ ଦିବସରେ ଓ ଦ୍ୱିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି। ତେବେ ଯଦି ଆପଣ ଭାବୁଥିବେ ଏହି ଟଙ୍କା କାହାକୁ ମିଳିବ ବା ଲିଷ୍ଟ ଦେଖିବା ପାଇଁ ଚାହୁଁଥିଲେ, ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଯାଇ ମଧ୍ୟ ଚେକ୍ କରିପାରିବେ। ଯାହାକି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବାବଦର ଆସିବାକୁ ଯାଉଛି ଏହି ରକ୍ଷାବନ୍ଧନରେ ଆପଣମାନଙ୍କୁ 5,000 ଟଙ୍କା। ହେଲେ ଆଉ ଏକ କାମ କରିବାକୁ ପଡ଼ିବ। ଆପଣଙ୍କର ବ୍ୟାଙ୍କରେ KYC ଅଛି କି ନାହିଁ, ଏମିତିକି ଡିବିଟ୍ ଏନାବଲ୍ ବ୍ୟାଙ୍କ ଆକାଉଣ୍ଟ ଅଛି କି ନାହିଁ, ଆପଣ ଚାହିଁଲେ ନିଜେ ଘରେ ବସି ଏମିତିକି ଯେକୌଣସି ଜନସେବା କେନ୍ଦ୍ର ହେଉ କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ଚେକ୍ କରାଇ ଦିଅନ୍ତୁ। ଯାହାଦ୍ୱାରା ସରକାର ଟଙ୍କା ପଠାଇଲେ ବି ଆପଣମାନଙ୍କ ଖାତାରେ ଜମା ହୋଇପାରିବ।